ଯାଜପୁର ଅଞ୍ଚଳରେ ହଣାକଟା ମଧ୍ୟ ସେଥିରେ ହେଇଛନ୍ତି। ଏମାନେ କଣ ବିକାଶରେ ବାଧକ ଯାହା ମୁଖ୍ୟମନ୍ତ୍ରୀ କହୁଛନ୍ତି? ଆଉ ଆପଣ ଯଦି ଗୋଟେ ପାରାଲାଲ ସେଠି ଚଲେଇବେ ସରକାର, ଯେ ଖଣି ଅଞ୍ଚଳକୁ ଯିଏ ଯିବ ସେ ଟଙ୍କା ଦବ, ଚାନ୍ଦା ଦବ, ତାହେଲେ ଯିଏ ଚାନ୍ଦା ଦଉଛି ସେ ଗୁଡେ ଟ୍ରକ୍ ଲୋଡ କରି ଖଣି ଜିନିଷ ବାହାରକୁ ନେଇଯିବ, ଯାହାର କିଛି ହିସାବ ପତ୍ର ନାହିଁ, ଯୋଉଟା କେନ୍ଦୁଝର ଅଞ୍ଚଳରେ ହେଇଛି। ଯୋଉ ଓଡିଶାରେ ଯୋଉ ଖଣି ସ୍କାମ କଥା କୁହାଯାଉଛି, ସେ ଖଣି ସ୍କାମ ଟା ଆଉ କଣ କି? ଖଣି ସ୍କାମ ହଉଛି ଏଇଆ, ଯୋଉ ଜାଗାରେ ଆପଣଙ୍କୁ ପରମିଶନ ନାହିଁ ଆପଣ ସେଠି ଖୋଳିଲେ, ବିନା ସରକାରକୁ କିଛି ଫିସ୍ ନ ଦେଇ ତାକୁ ନେଇ ଚାଲାଣ କଲେ। କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ଆକ୍ସନ କାହିଁକି ହେଇପାରୁନି? ହଁ, ଏପର୍ଯ୍ୟନ୍ତ ଗୋଟେ ଆକ୍ସନ ନ ହେବାର ଗୋଟେ ପ୍ରମୁଖ କାରଣ ମଧ୍ୟ ଅଛି। ମୁଁ ଏ ପ୍ରଶ୍ନ ମଧ୍ୟ ମୁଁ ଅନେକ ଜାଗାରେ ସରକାରୀ ଅଫିସରଠୁ ଆରମ୍ଭ କରି ମନ୍ତ୍ରୀ ମାନଙ୍କୁ ମଧ୍ୟ ମୁଁ ଅନେକ ସମୟରେ ଏ କଥା ଅତୀତରେ ପଚାରିଛି। ସେ କହିଲେ କିଏ ଆକ୍ସନ ନବ, କାହା ବିରୁଦ୍ଧରେ? ମୁଁ କହିଲି ମାନେ ନା ସେଠି କିଏ ନ ଏଇ କାମରେ କିଏ ଇନଭଲ୍ଭ ନୁହେଁ ଆପଣ କୁହନ୍ତୁ। କହିଲେ ଆପଣ ଥରେ ଚିନ୍ତା କଲେ କେଉଁଝରରୁ ଗୋଟେ ଖଣିରୁ ଟ୍ରକ ରେ ଆଇରନ ଓର ଭର୍ତ୍ତି ହେଇକିରି ସିଏ ତା ଦେହରେ ବେଆଇନ ଭାବରେ ଯିବ, ବାଟରେ କେତେ ଜାଗାରେ ତାକୁ ଚେକ୍ କରିବା ପାଇଁ ଲୋକ ଅଛନ୍ତି, ଖଣି ଡିପାର୍ଟମେଣ୍ଟର ଇନ୍ସପେକ୍ଟର ଅଛନ୍ତି, ପୋଲିସ ଅଛନ୍ତି, ଆର୍ଆଇ ଅଛନ୍ତି, ଏଡିଏମ ଅଛନ୍ତି, କଲେକ୍ଟର ଅଛନ୍ତି, ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଲୋକ ଅଛନ୍ତି। କାହିଁକି ନା ଆପଣ କେତେ ଖୋଳିବେ, ପଲ୍ୟୁସନ ହେଉଛି ନା ନାହିଁ ତାକୁ ଦେଖିବେ। କହିଲେ କେହି କଣ ଦେଖିପାରୁନାହାନ୍ତି? ସମସ୍ତେ ଅନୁଗୃହୀତ, ସମସ୍ତେ ଆଖି ବନ୍ଦ କରି ନ ଦେଖିଲାର ଅଭିନୟ କରୁଛନ୍ତି। ନହେଲେ ଆପଣ ଭାବିଲେ, ଚିନ୍ତା କଲେ, ଆପଣ ଗୋଟେ ଖଣି ଅଞ୍ଚଳରୁ ସେ କ୍ରୋମାଇଟ ସୁକିନ୍ଦାର କ୍ରୋମାଇଟ ଖଣି ହଉ କି ଆଇରନ ଓର ଖଣି ହଉ କେଉଁଝର, ଆପଣ ଥରେ ଭାବିଲେ ଗୋଟେ ଆପଣ ଯାଇକିରି ଗୋଟେ ଟ୍ରକ୍ ଏଇଠୁ ନେଇକିରି ଚାଲେ ଯିବା ଦେଖିବା କେମିତି କରିପାରିବେ। ଏଇଠୁ ଗୋଟେ ଟ୍ରକ୍ ନେଇ ଯୋଉଠି ପାରିବେ ଆମେ ସେଠି ଖୋଳିବା, ବା ଯୋଉ ଖୋଳା ହେଇଥିବ ତାକୁ ତା ଦେହରେ ଭର୍ତ୍ତି କରିକି ନେଇକିରି ଆସିବା, ଦେଖିବା କେମିତି ସମ୍ଭବ ହେଇପାରିବ। ସମସ୍ତଙ୍କର ସହଯୋଗ ଆଧାରରେ ନ ରହିଥିଲେ ଏ କଥା କେବେ ସମ୍ଭବ ହେଇନଥାନ୍ତା। ସମସ୍ତେ ତା ଦେହରେ ଇନଭଲ୍ଭ। କିଏ ଆକ୍ସନ ନବ? ଆପଣ, ମୁଁ, ଆମେ ତ ସମସ୍ତେ ତା ଦେହରେ। এই ତିନୋଟି ପରିବାର କଥା ଯେତେବେଳେ ବାରମ୍ବାର ମୁଖ୍ୟମନ୍ତ୍ରୀ କହୁଛନ୍ତି, ମତେ ଲାଗୁଛି ଦ୍ୱିତୀୟ ଥର ପାଇଁ ସେ କହିଲେ, ଆଗରୁ ବି କହିଥିଲେ ସେପ୍ଟେମ୍ବର ମାସ। ହଁ, ସେପ୍ଟେମ୍ବର ମାସରେ କହିଥିଲେ ସେ। କିନ୍ତୁ ନାଇଁ ମୋର କହିବା କଥା ଆକ୍ସନ କଥା ଆପଣ ଯାହା କହୁଛନ୍ତି, ଏମାନେ ପୁରା 24 ବର୍ଷ ଶାସନରେ ରହିଲେ ଏବଂ ବିଜୁ ଜନତା ଦଳର ସରକାର, ଆପଣ ନିଜେ ଶୁଣିଥିବେ 50 ଥର ଚାରିଆଡୁ ଶୁଣିଥିବେ ଯେ ବିଜୁ ଜନତା ଦଳ ତାର ଯୋଉ ଯେତିକ ସବୁ ଟଙ୍କା ପଇସା ରୋଜଗାର କରେ ସେଥିରୁ ଗୋଟେ ସିଂହଭାଗ ଏଇ ଖଣି ଅଞ୍ଚଳରୁ ଆସେ। ଗୋଟେ ରାଜନୈତିକ ଦଳ, କାହିଁକି ନା ଆପଣ ଦେଖିବେ ତାଙ୍କର ଗୋଟେ ରିଜନାଲ ପାର୍ଟି ଭାବରେ ତାଙ୍କର ପ୍ରବଳ ପଇସା ଥିଲା, ପ୍ରବଳ ଟଙ୍କା ଥିଲା। ଏବଂ ଆପଣ ନିଜେ ବି ଦେଖିଛନ୍ତି ଖଣି ରାଜନୀତିକୁ ପ୍ରଭାବିତ କରେ, ଖଣି ରାଜନୀତିକୁ ପ୍ରଭାବିତ କରେ, ପଇସା ତ ଦିଏ ଖଣି, ଆଉ ପଇସା ଖଣି ଦିଏ। ତେଣୁ ତାଙ୍କର ଯୋଉ ଟଙ୍କା ପଇସା ଗୁଡାକ ଆସେ ସବୁ ତା ଦେହରୁ ଗୋଟେ ମେଜର ପୋର୍ସନ ଆସେ ଏଇ ଖଣିରୁ ନା। ଏଇ ଖଣିରୁ ଖାଲି ସେତିକି ନୁହେଁ, ସେ ଖଣିରେ ମଧ୍ୟ ଯୋଉମାନେ ସବୁ କାମ କରୁଛନ୍ତି ବହୁତ ଜାଗାରେ ଆପଣ ଲକ୍ଷ୍ୟ କରିଥିବେ ଖଣି ଆପଣଙ୍କ ନାଁରେ ଲିଜ, ଆପଣ ସେଠି କୋଡ଼ି ଖଣ୍ଡ ଧରିକିରି କିଛି କାମ କରୁନାହାନ୍ତି। ମୁଁ ଗଲି ଆପଣଙ୍କୁ କହିଲି ଆଜ୍ଞା ଖଣି ଆପଣ ଲିଜ ନେଇଛନ୍ତି, କାହିଁ ଘରେ ବସିଛନ୍ତି, ମୁଁ ମାସକୁ ମାସ ଆପଣଙ୍କୁ ଏତିକି ଟଙ୍କା ଦେବି, ଆପଣ ଚୁପଚାପ ଘରେ ରୁହ, ଆପଣ ଚୁପଚାପ ଘରେ ବସନ୍ତୁ, ଆପଣ ଟଙ୍କା ପାଇଲେ କାମ ସରିଲା। ଡଙ୍କାରୀ ପାହାଡକୁ ନେଇ ଏତେ କଥା କୁହାଗଲା ରାଜାରାମ ବାବୁ, ସେ ଡଙ୍କାରୀ ପାହାଡ ଏପର୍ଯ୍ୟନ୍ତ ସୁଦ୍ଧା ତାର ଅଡୁଆ ଛୁନିନି, ବହୁତ ଗୁଡିଏ ତଥ୍ୟ ଆସି ପହଞ୍ଚୁଛି ସାମ୍ନାରେ। ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ ଯେ ଯୋଉ ପରିମାଣର ଲୁଟତରାଜ ତା ଭିତରେ ଚାଲିଥିଲା ଏବଂ ଚାଲିଛି ମଧ୍ୟ ଆଜିର ଦିନରେ। କିଏ ସେଇଥିଲାଗି ମୁଁ କହିଲି କେହି କଣ ଜାଣୁନାହାନ୍ତି ଡଙ୍କାରୀ ପାହାଡ କଥା। ଆପଣ ଯୋଉ କହିଲେ ଏ କଥାଟା କଣ ଗତକାଲି ପବ୍ଲିକ ନଲେଜ କୁ ଆସିଲା, ପବ୍ଲିକ ଡୋମେନ କୁ ଆସିଲା, ନା ପରଦିନ ପବ୍ଲିକ ଡୋମେନ କୁ ଆସିଲା? ଇଏ ମାସ ମାସ ଧରିକି ଏ କଥା ଆପଣ ଶୁଣୁଛନ୍ତି, ବର୍ଷ ବର୍ଷ ଦେଇ ଶୁଣୁଛନ୍ତି, କାହିଁ କିଛି ହଉନି? କାହିଁ କିଛି ହଉନି ତାର କାରଣ ହେଲା ମୁଁ ତ ମୁତୁରି ତୁ ତ ମୁତୁରି। ଓଡିଆରେ ଗୋଟେ କଥା ନାହିଁ, ହେସ କାହିଁ ପାଇଁ। ତ ଏଇ ତିନି ପରିବାର ଯେତେବେଳେ ଯାଜପୁର ରାଜନୀତିରୁ ବର୍ତ୍ତମାନ ଆଉ ପାୱାରରେ ନାହାନ୍ତି, ଆର କଣ ପ୍ରଭାବ ପଡୁଛି ବୋଲି ଆପଣ ଭାବୁଛନ୍ତି? ଓଡିଶା ବହୁତ କ୍ଷତିଗ୍ରସ୍ତ ହଉଛି ୟା ଦ୍ୱାରା। ଗୋଟେ ସବୁ ବେଆଇନ କାରବାର। ତିନି ପରିବାର ଯେତେବେଳେ ନାହାନ୍ତି ଆଉ ପଲିଟିକାଲ ଲ୍ୟାଣ୍ଡସ୍କେପ ରେ ପାୱାରରେ ନାହାନ୍ତି, ତ ଲୋକ ତାଙ୍କୁ ଭୋଟ ଦେଇନାହାନ୍ତି। ହଁ, ଲୋକେ ତାଙ୍କୁ ଭୋଟ ଦେଇନାହାନ୍ତି।